साउल इस्राएल प्रथम राजा थिले। जदिओ ईश्वर तांको राजा भावे मनोनीत करथिले और इस्राएल मानक अनुरोध क्रमे सेमानकु राजा भावे साउल को देले, किंतु साउल ईश्वर को इच्छा अनुसार कार्य करि नथिले, ईश्वर को अबाध्य होइथिले। आज कौन आम ईश्वर को इच्छा अनुसार जीवन काटुचु कि तांको वाक्यर बाध्य होउछु कि? जीसुंको मधुर वाक्य चला पथे साजे दीप अमरी चरण अलिभ आलोक देई जीवनर प्रतिपदे जीवनर प्रतिपदे पढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। दर्शक बंधु नमस्कार। प्रभु जीशु ख्रीष्टଙ୍କ मधुर नाम रे आपनकु पथ प्रदर्शिका कार्यक्रम को स्वागत करूअछि। आपण केमिति अछंती? मोर विश्वास प्रभुଙ୍କ दया और अनुग्रह रु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन रे बढ़ुछंती, सेथिपे मु विशेष आनंदित। आपणको मतामत निश्चय हमको टीवी स्क्रीन रे दिया जाइथिबा नंबर रे जणाइबे। आमे आपणको फोन कॉल रो अपेक्षा रे अछु। आमे प्रथम वंशावली प्रथम रु 9 पर्व पर्यंत वंशावली अर्थात परिवार विस्तृत विवरणी सबु अध्ययन कलु। यह प्रमाण करुथिला जे यह कोनोसी काल्पनिक घटना नथिला, किंतु वास्तव ऐतिहासिक घटना अटे। आज अध्ययन रे आमे साउलंक मृत्यु विषय रे देखु। साउल इस्राएल रो प्रथम राजा थिले। जदिओ ईश्वर तांको राजा भावे मनोनीत करथिले और इस्राएलिय मानक अनुरोध क्रमे सेमानकु राजा भावे साउल को देले, किंतु साउल ईश्वर को इच्छा अनुसार कार्य करि नथिले, ईश्वर को अबाध्य होइथिले। से समय रे पलिस्टियर माने इस्राएल रो शत्रु थिले। केवल साउल मृत्यु वरण कले ताहा नुहे, किंतु तांको पुओ माने मध्य मरले। सेमानंको मर शरीर नै जाबेस रे कबर देले। आमे 13 और 14 पदरे साउलंको मृत्युर कारण देखु। स्पष्ट भावे कहा जायछि जे सत्य लंघन हेतु साउल मरले एवं तांको पदरे दाऊद राजा हेले। तेबे आसंतु आजर अध्ययन रे ए संपर्क रे आलोचना करिबा पूर्वरु एक भक्तिमूलक गीत सुनिबा। गढ़िथिल तुमे निज परसरे भरी देल तुमे तुम आशीष रे गढ़िथिल तुमे निज परसरे भरी देल तुमे तुम आशीष रे जीवनर सुर छंद तुमे प्रभु जीवनर सुर छंद तुमे प्रभु मोगलार अलंकार तुमे स्नेहमय तुमे प्रेममय तुमे स्नेहमय तुमे प्रेममय।
ବଳିଦାନ ଚାହିଁଥିଲ ଖାଲି ଭଙ୍ଗା ଚୁନା ମନ ଚାହିଁଲନି ତୁମେ ହୋମ ବଳିଦାନ। ଆଜି ଆମେ ସେହି ପୁରାତନ ନିୟମରୁ ପ୍ରଥମ ବଂଶାବଳୀ ପୁସ୍ତକ ତହିଁର 10 ପର୍ବଟିକୁ ଅଧ୍ୟୟନ କରିବା ପାଇଁ ଯିବା। ଆଜିର ମୁଖ୍ୟ ଆଲୋଚନାର ବିଷୟ ହେଉଛି ସାଉଲଙ୍କ ରାଜତ୍ୱ। ତେବେ ଏଥିପୂର୍ବରୁ ପ୍ରଥମ ବଂଶାବଳୀର ପ୍ରଥମ 9ଟି ପର୍ବରେ ଆମେ କେବଳ ଇସ୍ରାଏଲ ଜାତିର ବଂଶାବଳୀ ବିଷୟ ନେଇ ଅଧ୍ୟୟନ କରିଥିଲୁ ଓ ଶେଷରେ ଏହି ବଂଶାବଳୀ ସାଉଲ ଓ ତାହାଙ୍କର ପୁତ୍ର ଜୋନାଥନ ମଧ୍ୟ ଦେଇ ସମାପ୍ତ ହୋଇଥିବାର ଲକ୍ଷ୍ୟ କରିଥିଲୁ। ଏହା ମଧ୍ୟ ଏକ କୌତୁହଳର ବିଷୟ ଯେ ବଂଶାବଳୀଟି ସାଉଲ ଓ ତାହାଙ୍କର ପୁତ୍ର ଜୋନାଥନଙ୍କର ପରିବାରକୁ ଶେଷରେ ସ୍ଥାନ ଦେଇଅଛି। କେବଳ ସେତିକି ନୁହେଁ, ଏହି ପ୍ରଥମ ବଂଶାବଳୀର 10 ପର୍ବରେ ସାଉଲ ହିଁ କେବଳ ସ୍ଥାନ ପାଇଛନ୍ତି। ତେଣୁକରି ଏଥିରୁ ଜଣାପଡ଼ୁଛି ଯେ ଏହି 10 ପର୍ବରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ନିହିତ ଅଛି। ତେବେ ଏଠାରେ ଆମେ ସାମୁଏଲ ପୁସ୍ତକ, ରାଜାବଳୀର ପୁସ୍ତକ ଓ ବଂଶାବଳୀର ପୁସ୍ତକ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଈଶ୍ୱର କରିଅଛନ୍ତି। ସାମୁଏଲ ପୁସ୍ତକ 2ଟିରେ ଆମେ ସାଉଲଙ୍କ ବିଷୟରେ ଅଧିକ କିଛି ବିଷୟ ଲକ୍ଷ୍ୟ କରିବାକୁ ପାରୁ। ପ୍ରକୃତରେ ତାହାଙ୍କର ସମ୍ପୂର୍ଣ୍ଣ ଇତିହାସ ସେଠାରେ ପ୍ରକାଶ କରାଯାଇଅଛି। କିନ୍ତୁ ଯେତେବେଳେ ଆମେ ଏହି ବଂଶାବଳୀ ପୁସ୍ତକକୁ ଆସି ଈଶ୍ୱରଙ୍କ ଦୃଷ୍ଟିକୋଣରୁ ନେଇ ଚିନ୍ତା କରୁ, ଆମେ କେବଳ ଗୋଟିଏ ପର୍ବରେ ତାହାଙ୍କ ବିଷୟରେ ଲେଖାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ମାତ୍ର ଅବଶିଷ୍ଟ ବଂଶାବଳୀର ପୁସ୍ତକରେ ଆମେ ଦାଉଦଙ୍କ ବିଷୟରେ ସମସ୍ତ କିଛି ବିଷୟ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା ଓ ଏହା ଦ୍ୱିତୀୟ ବଂଶାବଳୀ ପର୍ଯ୍ୟନ୍ତ ମଧ୍ୟ ଯାଇଅଛି, ଯେଉଁଠାରେ ଦାଉଦଙ୍କର ପରିବାର ବିଷୟ ନେଇ ପ୍ରକାଶ କରାଯାଇଅଛି। ଦାଉଦ ହେଉଛନ୍ତି ଏହି ବଂଶାବଳୀ ପୁସ୍ତକ 2ଟିର ବିଷୟବସ୍ତୁ, କିନ୍ତୁ ସାଉଲ ନୁହନ୍ତି। ମନୁଷ୍ୟର ଦୃଷ୍ଟିକୋଣରୁ ନେଇ ଦେଖିବାକୁ ଗଲେ ସାଉଲ ଏହି ଜଗତରେ ଅନେକ କିଛି ବିଷୟର ଅଧିକାରୀ ହୋଇଥିଲେ ଓ ଏକ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଥିଲେ। ତେଣୁକରି ଏଠାରେ ଆମେ କେବଳ ଗୋଟିଏ ପର୍ବରେ ତାହାଙ୍କ ବିଷୟରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ, କାରଣ ଈଶ୍ୱରଙ୍କ ଦୃଷ୍ଟିକୋଣରୁ ନେଇ ଦେଖିବାକୁ ଗଲେ ସେ ଶ୍ରେଷ୍ଠତର ସ୍ଥାନ ଅଧିକାର କରିପାରି ନଥିଲେ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି, ଏହି ପ୍ରଥମ ବଂଶାବଳୀ 10 ପର୍ବର ମୁଖ୍ୟ ବିଷୟବସ୍ତୁ କ'ଣ? ପ୍ରଭୁ କ'ଣ ସାଉଲଙ୍କର ମହତ୍ କର୍ମମାନଙ୍କ ମଧ୍ୟରୁ କିଛି ଆଣି ଏଠାରେ ଉପସ୍ଥାପିତ କରିଅଛନ୍ତି? ନୁହେଁ, କାରଣ ମନୁଷ୍ୟର କର୍ମ ମନୁଷ୍ୟକୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରେ ନା। ଏହି ପର୍ବଟି ମଧ୍ୟ ସାଉଲଙ୍କର କର୍ମ ବିଷୟ ନେଇ ପ୍ରକାଶ କରେ ନା, ମାତ୍ର ଏହା ତାହାଙ୍କର ମୃତ୍ୟୁ ଓ ସେ କିପରି ହତ ହେଲେ ସେହି ବିଷୟ ନେଇ ପ୍ରକାଶ କରେ। ମୋର ମତରେ ଯେଉଁମାନେ ଏହି ଜଗତରେ ମନୁଷ୍ୟ ଜାତିର ଇତିହାସରେ ମହାନ ସ୍ଥାନ ଅଧିକାର କରିଅଛନ୍ତି, ସେମାନେ ଯେ ସ୍ୱର୍ଗରେ ଈଶ୍ୱରଙ୍କ ନିକଟରେ ମହାନ ସ୍ଥାନ ଅଧିକାର କରିବେ ତାହା କହିହେବ ନାହିଁ, କାରଣ ସାଉଲଙ୍କ ଜୀବନରୁ ତହିଁର ସ୍ପଷ୍ଟ ପ୍ରମାଣ ମିଳେ। ଆପଣଙ୍କର ମନେଥିବ, ଯେତେବେଳେ ଆମେ ପ୍ରଥମ ଓ ଦ୍ୱିତୀୟ ସାମୁଏଲ ପୁସ୍ତକ 2ଟିକୁ ଅଧ୍ୟୟନ କରୁଥିଲୁ, ସେତେବେଳେ ଆମେ ଜାଣିବାକୁ ଚାହିଁଥିଲୁ ସାଉଲଙ୍କୁ କିଏ ବଧ କଲା? କିଏ ସେହି ବ୍ୟକ୍ତି ଯେ କି ସାଉଲଙ୍କର ମୃତ୍ୟୁ ନିମନ୍ତେ ଦାୟୀ? ନା ସାଉଲ ଆତ୍ମହତ୍ୟା କଲେ? ତେବେ ସେହି 2ଟି ଯାକ ପୁସ୍ତକରେ ବର୍ଣ୍ଣିତ ହୋଇଥିବା ବିବରଣୀ ଏହିପରି ପ୍ରକାଶ କରେ ଯେ ସାଉଲ ସେହି ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କରୁଥିବା ସମୟରେ ମରଣାନ୍ତକ ଆଘାତ ପାଇଥିଲେ। ତାପରେ ସେ ତାଙ୍କର ଖଡ଼୍ଗଧାରୀ ଯୁବାକୁ କହିଲେ ତାଙ୍କୁ ବଧ କରିବା ପାଇଁ, କାରଣ ସେ ପଲେଷ୍ଟିୟମାନଙ୍କ ହସ୍ତରେ ହତ ହୋଇ ନିନ୍ଦା ପାଇବାକୁ ଚାହିଁନଥିଲେ। କିନ୍ତୁ ସେହି ଖଡ଼୍ଗଧାରୀ ଯୁବା ତାହାଙ୍କୁ ବଧ କରିବା ନିମନ୍ତେ ସମ୍ମତ ହେଲା ନାହିଁ। ତେଣୁ ସାଉଲ ତାହାଙ୍କର ନିଜର ଖଡ଼୍ଗ ଉପରେ ଆଉଜି ପଡ଼ିଲେ ଆଉ ସେ ମୃତ୍ୟୁବରଣ କଲେ। କିନ୍ତୁ ଏଠାରେ ପ୍ରଶ୍ନ ଆସେ, ସାଉଲ ଶାରୀରିକ ଭାବେ ନିଜକୁ ହତ୍ୟା କରିବା ନିମନ୍ତେ କ'ଣ ସକ୍ଷମ ଥିଲେ? ସେ କ'ଣ ଆତ୍ମହତ୍ୟା କଲେ? ତାହା ହିଁ ଏକ ପ୍ରଶ୍ନବାଚୀ। ତାପରେ ଜଣେ ଅମାଲେକୀୟ ଯୁବା ଆସି ଦାଉଦଙ୍କୁ କହିଲା, ଯେତେବେଳେ ସେ ସେହି ଘଟଣା ଘଟିଥିବା ସ୍ଥାନକୁ ଆସିଲା, ଆଉ ଦେଖେ ତ ସାଉଲ ତଥାପି ବଞ୍ଚିଅଛନ୍ତି ଓ ସାଉଲ ତାହାକୁ କହୁଛନ୍ତି ତାହାଙ୍କୁ ବଧ କରିବା ପାଇଁ। ସେହି ଅମାଲେକୀୟ ଯୁବା ଦାବି କରି କହିଲା ଯେ ସେ ରାଜା ସାଉଲଙ୍କୁ ବଧ କରିଅଛି ଏବଂ ସେ ସେହି ବିଷୟକୁ ପ୍ରମାଣିତ କରିବା ନିମନ୍ତେ ସାଉଲଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ଆଣି ରାଜା ଦାଉଦଙ୍କୁ ଦେଲା। ମାତ୍ର ଦାଉଦ ତାହା ଜାଣିଲା ପରେ ଅତ୍ୟନ୍ତ ବିଳାପ ରୋଦନ କଲେ ଓ ସେହି ଯୁବାକୁ କହିଲେ,
ତୁମେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣ ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କେମନ୍ତ? ତୁମ ରକ୍ତ ତୁମ ମସ୍ତକରେ ବର୍ତ୍ତୁ, କାରଣ ତୁମ୍ଭରି ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି। ଯାହାକି ଆପଣ 2 ସାମୁଏଲ ପୁସ୍ତକର 1ମ ପର୍ବରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ। ତାହେଲେ ବର୍ତ୍ତମାନ କୁହନ୍ତୁ, ସାଉଲଙ୍କର ମୃତ୍ୟୁ ପାଇଁ ଦାୟୀ କିଏ? ଆପଣ ବୋଧହୁଏ ଭାବୁଥିବେ ଯେ ସେହି ଅମାଲିକୀୟ ଯୁବା ହିଁ ଦାୟୀ। ମାତ୍ର ତାହା ମଧ୍ୟ ପ୍ରକୃତରେ ସତ ନୁହେଁ, କାରଣ ଆମେ ଏହି ପ୍ରଥମ ବଂଶାବଳୀ 10 ପର୍ବରେ ଜଣଙ୍କର ସ୍ୱୀକାରୋକ୍ତିକୁ ଦେଖିବାକୁ ପାରିବା ଯେ କି ସାଉଲଙ୍କର ମୃତ୍ୟୁ ନିମନ୍ତେ ଦାୟୀ। ତେବେ ଦେଖନ୍ତୁ, ପ୍ରଥମ ବଂଶାବଳୀ 10 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଏଥିମଧ୍ୟରେ ପଲେଷ୍ଟିୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିୟମାନଙ୍କ ସମ୍ମୁଖରୁ ପଳାଇ ଗିଲବୟ ପର୍ବତରେ ହତ ହୋଇ ପଡ଼ିଲେ। ଆଉ ପଲେଷ୍ଟିୟମାନେ ସାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ। ଓ ପଲେଷ୍ଟିୟମାନେ ସାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବିନାଦବକୁ ଓ ମଲ୍କିସୁୟକୁ ବଧ କଲେ। ଏହି ରୂପେ ସାଉଲଙ୍କ ସଙ୍ଗେ ଭାରି ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ। ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ତ୍ରାସଯୁକ୍ତ ହେଲେ। ଏଥିରୁ ଜଣାଯାଏ ଯେ ସେ ପଲେଷ୍ଟିୟମାନଙ୍କ ଦ୍ୱାରା କ୍ଷତାକ୍ତ ହୋଇଥିଲେ, ମାତ୍ର ସେ ସେହି କ୍ଷତାକ୍ତ ଅବସ୍ଥାରେ ମରିନଥିଲେ। ଏହାପରେ 10 ପର୍ବର 4 ପଦରୁ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ। କେଜାଣି ଏହି ଅସୁନତମାନେ ଆସି ମୋତେ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଯେହେତୁ ସାଉଲ ଖଡ଼୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ଼୍ଗ ଉପରେ ପଡ଼ି ମଲା। ଏ ରୂପେ ସାଉଲ ଓ ତାଙ୍କର 3 ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକା ସଙ୍ଗେ ମଲେ। ଏଉତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣମାନଙ୍କ ନଗର ସବୁ ପରିତ୍ୟାଗ କରି ପଳାଇଲେ। ତେଣୁ ପଲେଷ୍ଟିୟମାନେ ଆସି ତହିଁ ମଧ୍ୟରେ ବାସ କଲେ। ଏହି ବିବରଣୀରୁ ଯାହା ଜଣାଯାଏ, ଯେତେବେଳେ ସେହି ଅମାଲିକୀୟ ଯୁବା ସାଉଲଙ୍କ ନିକଟକୁ ଆସିଥିଲା, ସାଉଲ ରାଜା ସେତେବେଳକୁ ମରିଯାଇଥିଲେ। କିନ୍ତୁ ସେହି ଅମାଲିକୀୟ ଯୁବା ଦାଉଦ ଓ ସାଉଲଙ୍କ ମଧ୍ୟରେ ରହିଥିବା ଶତ୍ରୁତାକୁ ଜାଣିଥିଲା। ତେଣୁ ସେ ସାଉଲଙ୍କୁ ବଧ କରିବାର ଗୌରବ ନେବା ପାଇଁ ଦାଉଦଙ୍କ ନିକଟକୁ ଯାଇଥିଲା। କିନ୍ତୁ ସେ ମନେ ମନେ ଏହି ଆଶା ପୋଷଣ କରିଥିଲା ଯେ ସାଉଲଙ୍କ ବଧ ହେବାର ସମ୍ବାଦ ଦାଉଦ ତାଙ୍କଠାରୁ ଶୁଣିବା ମାତ୍ରକେ ଦାଉଦ ତାହାଙ୍କୁ ସମ୍ମାନରେ ବିଭୂଷିତ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ମଧ୍ୟ କିଛି ପୁରସ୍କାର ଦେବେ। କିନ୍ତୁ ସେ ଭାବିନଥିଲା ଯେ ଦାଉଦଙ୍କ ମନରେ ଏପରି ପ୍ରତିକ୍ରିୟା ଜାତ ହେବ ଓ ସେ ତାହାଙ୍କୁ ଏପରି ବଧ କରିବେ। ଦାଉଦ ତାହାଠାରୁ ପ୍ରାପ୍ତ ସମ୍ବାଦ ଅନୁଯାୟୀ ତାହାକୁ ମଧ୍ୟ ବଧ କଲେ। ଦାଉଦ କହିଲେ ଯେ ସେ ତାହାର ନିଜ ମୁଖରେ ନିଜକୁ ଦୋଷାରୋପ କରିଅଛି ଓ ସେ ପ୍ରକୃତରେ ରାଜାଙ୍କୁ ବଧ କରିନଥିଲା। ତେବେ ଦେଖନ୍ତୁ 10 ପର୍ବର 8ରୁ 10 ପଦରେ ଏହିପରି ଲେଖା ଅଛି, ଅନନ୍ତର ପରଦିବସ ପଲେଷ୍ଟିୟମାନେ ହତ ଲୋକମାନଙ୍କ ଶଯ୍ୟାଦି ଫିଟାଇ ନେବା ପାଇଁ ଆସନ୍ତେ ସେମାନେ ସାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲବୟ ପର୍ବତରେ ପଡ଼ିଥିବାର ଦେଖିଲେ। ତୁ ସେମାନେ ତାଙ୍କର ଶଯ୍ୟା ଫିଟାଇ ତାଙ୍କର ମସ୍ତକ ଓ ଶଯ୍ୟା ନେଇ ଆପଣମାନଙ୍କ ଦେବପ୍ରତିମା ଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ଶଯ୍ୟା ଆପଣମାନଙ୍କ ଦେବମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ ମନ୍ଦିରରେ ଟାଙ୍ଗିଦେଲେ। ଦେଖନ୍ତୁ, ବାସ୍ତବରେ ସେହି ପଲେଷ୍ଟିୟମାନେ ସାଉଲଙ୍କର ମର ଶରୀର ପ୍ରତି ଏହି ଭୟଙ୍କର ଅସମ୍ମାନ ପ୍ରଦର୍ଶନ କରାଇଲେ। ସେହି ଦାଗୋନର ମନ୍ଦିର ଅସ୍ଦୋଦରେ ଥିଲା। ଆପଣଙ୍କର ମନେଥିବ ଯେ ଯେତେବେଳେ ସେହି ପଲେଷ୍ଟିୟମାନେ ସାମସନଙ୍କ ସହିତ ସେହିଠାରେ କୌତୁକ କଲେ, ସେତେବେଳେ ସେ ସେହି ଦାଗୋନ ମନ୍ଦିରର ସ୍ତମ୍ଭକୁ ଟାଣି ଭାଙ୍ଗି ଦେଇଥିଲା। ଫଳରେ ସେହି ମନ୍ଦିର ଭୁଷୁଡ଼ି ପଡ଼ିଲା ଓ ସାମସନଙ୍କ ସହିତ ଅନେକ ପଲେଷ୍ଟିୟମାନେ ମଲେ। କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ସେମାନେ ସାଉଲଙ୍କ ମସ୍ତକକୁ ଆଣି ଟାଙ୍ଗିଦେଲେ ଓ ତାଙ୍କର ଶଯ୍ୟାକୁ ଆଣି ଆପଣମାନଙ୍କ ଦେବ ମନ୍ଦିରରେ ରଖିଲେ। ଏହାପରେ 10 ପର୍ବର 11 ଓ 12 ପଦରେ ଏହିପରି ଲେଖା ଅଛି, ଏଉତାରେ ଜାବେଶ ଗିଲିୟଦୀୟ ସମସ୍ତେ ସାଉଲଙ୍କ ପ୍ରତି ପଲେଷ୍ଟିୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ ସମସ୍ତ ବିକ୍ରମଶାଳୀ ଲୋକ ଉଠି ସାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଜାବେଶକୁ ନେଇ ଆସିଲେ ଓ ଜାବେଶସ୍ଥ ଅଲୋନ ବୃକ୍ଷମୂଳେ ସେମାନଙ୍କର ଅସ୍ଥି ପୋତି 7 ଦିନ ଉପବାସ କଲେ। କିନ୍ତୁ
ଏତିକିରେ କ'ଣ ଘଟଣା ଶେଷ ହୋଇଗଲା? ନୁହେଁ, କାରଣ ଆମେ ତଥାପି ଏପର୍ଯ୍ୟନ୍ତ ଜାଣିନାହୁଁ ପ୍ରକୃତରେ ସାଉଲଙ୍କୁ କିଏ ବଧ କଲା। କିନ୍ତୁ ଏହି 10 ପର୍ବର ଶେଷାଂଶରେ ଆମେ ସେହି ସ୍ୱୀକାରୋକ୍ତିକୁ ଶୁଣିବାକୁ ପାରିବା ଯେ ସାଉଲଙ୍କର ହତ୍ୟାକାରୀ କିଏ। 10 ପର୍ବର 13 ଓ 14 ପଦରେ ଏହିପରି ଲେଖା ଅଛି, ଏହି ରୂପେ ସାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ସତ୍ୟ ଲଙ୍ଘନ ହେତୁରୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ। ମଧ୍ୟ ସେ ଭୁତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶିର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ। ବର୍ତ୍ତମାନ କିଏ ସେହି ବ୍ୟକ୍ତି ଯେ କି ସାଉଲଙ୍କୁ ବଧ କଲେ? ପ୍ରଭୁଙ୍କର ବାକ୍ୟ ପ୍ରକାଶ କରେ ଯେ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ସତ୍ୟ ଲଙ୍ଘନ କଲେ ଓ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ କି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ଏହେତୁ ସେ ଅର୍ଥାତ୍ ସଦାପ୍ରଭୁ ତାଙ୍କୁ ବଧ କଲେ। ସଦାପ୍ରଭୁ ହେଉଛନ୍ତି ଜଣେ ଯେ କି ତାହାଙ୍କର ଜୀବନ ତାହାଙ୍କଠାରୁ ନେଇଗଲେ। ସେଥିପାଇଁ ଆୟୁବ ଏହିପରି କହନ୍ତି, ଯାହାକି ଆୟୁବଙ୍କ ପୁସ୍ତକ 1 ପର୍ବର 21 ପଦରେ ଲେଖା ଅଛି, ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲ୍ଲଙ୍ଘ ଆସିଅଛି ଓ ମୁଁ ଉଲ୍ଲଙ୍ଘ ହୋଇ ସେଠାକୁ ଫେରିଯିବି। ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି। ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ସଦାପ୍ରଭୁ ସେହି ଦାୟିତ୍ୱ ବହନ କରନ୍ତି। ସେ ଜୀବନ ଦିଅନ୍ତି ଓ ସେ ଜୀବନ ନେଇଯାଆନ୍ତି। ସେ ଯାହା ଚାହାନ୍ତି ତଦନୁଯାୟୀ ସମସ୍ତ ବିଷୟ ସାଧନ କରନ୍ତି। ଈଶ୍ୱର କହନ୍ତି ଯେ ସେ ସାଉଲଙ୍କୁ ବଧ କଲେ ଓ ତାହାଙ୍କୁ ରାଜପଦରୁ ଚ୍ୟୁତ କଲେ। ଆପଣ କ'ଣ ଈଶ୍ୱରଙ୍କୁ ଦୋଷାରୋପ କରିବା ପାଇଁ ଚାହାନ୍ତି? ଆପଣ ତାହାଙ୍କର ଦୋଷ ବାହାର କରିବା ପାଇଁ ଚାହାନ୍ତି? ଈଶ୍ୱର କ'ଣ ଜଣେ ନରହତ୍ୟାକାରୀ ଭାବେ ବନ୍ଦୀ କରାଯାଇପାରିବେ? ପ୍ରିୟ ବନ୍ଧୁ, ଈଶ୍ୱର ଅନେକ ଲୋକଙ୍କୁ ଏହିପରି ଭାବେ ଏହି ଜଗତରୁ ନେଇଯାଇଅଛନ୍ତି। ତେଣୁକରି ସେହି କାରଣରୁ ଈଶ୍ୱର ଆପଣଙ୍କୁ ଓ ମୋତେ କହନ୍ତି, ଆମେ ଯେପରି ମନୁଷ୍ୟର ଜୀବନକୁ ନ ନେଉ। ସଦାପ୍ରଭୁ ଦିଅନ୍ତି ଓ ସଦାପ୍ରଭୁ ନିଅନ୍ତି। ଯେପର୍ଯ୍ୟନ୍ତ ଆପଣ ଓ ମୁଁ ଆମେ କାହାକୁ ଜୀବନ ଦେଇପାରିନାହୁଁ, ଜୀବନ ନେବା ପାଇଁ ମଧ୍ୟ ଆମମାନଙ୍କର ଅଧିକାର ନାହିଁ। କେବଳ ଈଶ୍ୱର ଜୀବନ ଦେଇପାରିବେ। ତେଣୁ ଈଶ୍ୱର କେବଳ ଜୀବନ ନେଇପାରିବେ ଏବଂ ତାହାଙ୍କ ପକ୍ଷେ ଏହା ନରହତ୍ୟା ବୋଲି ଧରାଯାଇ ନପାରେ। ଆପଣ ଓ ମୋ ପାଇଁ ଏହା ନରହତ୍ୟା ବୋଲି ଧରାଯାଇପାରେ ଯଦି ଆମେ କାହାର ଜୀବନ ନେଉ। ଓ ଆମେ ଯେତେବେଳେ ଏହିପରି କରୁ, ଆମେ ନିଶ୍ଚିତ ଭାବେ ନିଜକୁ ଜଣେ ଅପରାଧୀ ସ୍ୱରୂପେ ଆତ୍ମସମର୍ପଣ କରିବା ଉଚିତ। ଏହି କାରଣରୁ ଦାଉଦ ସେହି ଅମାଲେକୀୟକୁ ବଧ କଲେ ଯେତେବେଳେ ସେ କହିଲା ଯେ ସେ ସାଉଲ ରାଜାଙ୍କୁ ବଧ କରିଅଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ସାଉଲ କାହିଁକି ହତ ହେଲେ? ଏହାର କାରଣ ହେଉଛି ଯେ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କଲେ, ଏପରିକି ତାହାଙ୍କର ବାକ୍ୟ ବିରୁଦ୍ଧରେ ଗଲେ, ମାତ୍ର ତାହା ପାଳନ କଲେ ନାହିଁ। କେବଳ ସେତିକି ନୁହେଁ, ମଧ୍ୟ ସେ ଭୁତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ଅର୍ଥାତ୍ ସାଉଲ ରାଜା ସଦାପ୍ରଭୁଙ୍କଠାରୁ ବିମୁଖ ହୋଇ ଶୟତାନଠାରୁ ମନ୍ତ୍ରଣା ନେଇ କାର୍ଯ୍ୟ କଲେ। ତେଣୁକରି ଏହିସବୁ କାରଣରୁ ଈଶ୍ୱର ତାହାଙ୍କଠାରୁ ତାହାଙ୍କର ଜୀବନ ନେଇଗଲେ। ଏପରିକି ନୂତନ ନିୟମରେ ଆମେ ପ୍ରେରିତ ପୁସ୍ତକରେ ଦେଖୁ, ଈଶ୍ୱର ହନାନୀୟ ଓ ସଫିରାଠାରୁ ମଧ୍ୟ ସେମାନଙ୍କର ଜୀବନ ନେଇଗଲେ। ତେବେ ଅନେକ ଲୋକ ଏଥି ନିମନ୍ତେ ପିତରଙ୍କୁ ବାହା କରନ୍ତି ବା ତାହାଙ୍କୁ ଦୋଷାରୋପ କରନ୍ତି। କିନ୍ତୁ ମୁଁ ଭାବୁଛି ପିତର ମଧ୍ୟ ସେଦିନ ସେଠାରେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କାରଣ ଏପରି ଘଟିବ ବୋଲି ସେ କେବେ ହେଲେ ଭାବିନଥିବେ।
ପ୍ରକୃତରେ ପିତର ନୁହନ୍ତି, ମାତ୍ର ଈଶ୍ୱର ହେଉଛନ୍ତି ଜଣେ ଯେ କି ସେମାନଙ୍କର ମୃତ୍ୟୁ ନିମନ୍ତେ ଦାୟୀ ଏବଂ ସାଉଲ ନିଜର ଅପରାଧ ନିମନ୍ତେ ମୃତ୍ୟୁଭୋଗ କଲେ। କାରଣ ଅନେକ ସମୟରେ ଏହି କାରଣରୁ ଈଶ୍ୱର ମନୁଷ୍ୟ ଜୀବନରେ ହସ୍ତକ୍ଷେପ କରନ୍ତି ଓ ତାହାଠାରୁ ତାହାର ଜୀବନ ନେଇଯାଆନ୍ତି। ସେ ଚାହିଁଲେ ମନୁଷ୍ୟକୁ ତାହାଙ୍କର ସେବାରୁ ବାହାର କରିଦେଇପାରନ୍ତି। ସେ ତାହାକୁ ଏକ କାର୍ଯ୍ୟାଳୟ ମଧ୍ୟରୁ ବାହାର କରିଦେଇପାରନ୍ତି। ସେ ତାହାକୁ ଉନ୍ନତ କରାଇପାରନ୍ତି ବା ତାହାର ଅବନତି ଘଟାଇପାରନ୍ତି। ତେଣୁ ସେ ଏହିପରି ଭାବରେ ମନୁଷ୍ୟ ଉପରେ ତାହାଙ୍କର ଅଧିକାରକୁ ସାବ୍ୟସ୍ତ କରାନ୍ତି। ତାଙ୍କର ଇଚ୍ଛା ବିହୁନେ ମନୁଷ୍ୟ ଜୀବନରେ କିଛି ଘଟି ନପାରେ କି ମନୁଷ୍ୟ କିଛି କରିନପାରେ। ସେ ଆଜି ମଧ୍ୟ ତାହାଙ୍କର ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି ଓ ଏହା ତାହାଙ୍କର ସୃଷ୍ଟି ହୋଇଥିବାରୁ ସେ ତାହାଙ୍କର ନିଜ ଇଚ୍ଛା ଅନୁଯାୟୀ ନିୟନ୍ତ୍ରଣ କରନ୍ତି। ସେ କାହାର ପରାମର୍ଶ ଲୋଡ଼ନ୍ତି ନାହିଁ କି କାହାର ପରାମର୍ଶ ଲୋଡ଼ି ସେ କାର୍ଯ୍ୟ କରନ୍ତି ନାହିଁ। ଏହା ତାହାଙ୍କର କାର୍ଯ୍ୟ, କିନ୍ତୁ ଆପଣଙ୍କର ବା ମୋହର ନୁହେଁ। ସେ ଆମମାନଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି, କିନ୍ତୁ ଆମ୍ଭେମାନେ ତାହାଙ୍କ ନିକଟରେ ଉତ୍ତରଦାୟୀ। ସେ ଆମମାନଙ୍କୁ କୌଣସି ବିଷୟ ପଚାରିକି କରନ୍ତି ନାହିଁ, କିନ୍ତୁ ଆମ୍ଭେମାନେ ତାହାଙ୍କର ଇଚ୍ଛା ଲୋଡ଼ି ସମସ୍ତ ବିଷୟ କରିବା ଉଚିତ। ସେ ଆମମାନଙ୍କର ଇଚ୍ଛାରେ ପରିଚାଳିତ ହୁଅନ୍ତି ନାହିଁ, କିନ୍ତୁ ଆମ୍ଭେମାନେ ତାହାଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ ହେବା ଉଚିତ। କାରଣ ସେ ସମସ୍ତ ସାଧନ କରନ୍ତି ଓ ସମସ୍ତ ନିଷ୍ପତ୍ତି ଗ୍ରହଣ କରନ୍ତି ଓ ତାହାଙ୍କର ନିଷ୍ପତ୍ତି ବା ସିଦ୍ଧାନ୍ତ ବା ସଂକଳ୍ପ ସତ୍ୟ ଓ ନ୍ୟାୟସଙ୍ଗତ ତଥା ଯଥାର୍ଥ। ସେ ବିଚାରରେ କାହା ପ୍ରତି ଅନ୍ୟାୟ କରନ୍ତି ନାହିଁ କି କାହା ପ୍ରତି ମୁଖାପେକ୍ଷା କରନ୍ତି ନାହିଁ, କାରଣ ସେ ନ୍ୟାୟ ବିଚାରକର୍ତ୍ତା ଆଉ ତାହାଙ୍କଠାରେ ମିଥ୍ୟା ନାହିଁ। ସେ ସତ୍ୟ ଓ ଧର୍ମରେ ବିଚାର କରନ୍ତି। ଆମେ ମନୁଷ୍ୟ ହିସାବରେ ଅନେକ ଭୁଲ କରିପାରୁ, ମିଥ୍ୟା କହିପାରୁ, ଅନ୍ୟାୟ କରିପାରୁ, ମନୁଷ୍ୟର ମୁଖାପେକ୍ଷା କରିପାରୁ, ମାତ୍ର ସେ ତାହା କରନ୍ତି ନାହିଁ, କାରଣ ସେ ପବିତ୍ର ଈଶ୍ୱର। ତାହାଙ୍କ ପାଖରେ ଅପବିତ୍ରତା ସ୍ଥାନ ପାଏ ନାହିଁ। ତେଣୁ ଆସୁ ମନୁଷ୍ୟ ପ୍ରତି ଦୃଷ୍ଟି ନ କରି, ଶୟତାନିକ ଶକ୍ତିର ଆଶ୍ରୟ ନ ନେଇ ବା ଶୟତାନର ମନ୍ତ୍ରଣା ନ ନେଇ ଈଶ୍ୱରଙ୍କ ପ୍ରତି ଦୃଷ୍ଟି କରୁ ଓ ତାହାଙ୍କ ଉପରେ ବିଶ୍ୱାସ ତଥା ଭରସା ସ୍ଥାପନ କରି ତାହାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। କାରଣ ତାହାଙ୍କର ବାକ୍ୟ ଚିରସ୍ଥାୟୀ, ତାହାଙ୍କର ସିଦ୍ଧାନ୍ତ ଅଟଳ ଓ ତାହାଙ୍କର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ। ତେଣୁ ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ ନ କରି ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହେବା ପାଇଁ ଚେଷ୍ଟା କରୁ, କାରଣ ତାହା କଲେ ଆମେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରିବା ଓ ତାହାଙ୍କର ମହତ୍ ଅଭିମତ ଆମମାନଙ୍କର ଜୀବନ ଦେଇ ସଫଳ ହୋଇପାରିବ ଓ ଆମ୍ଭେମାନେ ଏହି ଜଗତରେ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା ଓ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇ ଜୀବନରେ କୃତକାର୍ଯ୍ୟ ହୋଇପାରିବା। ପ୍ରିୟ ବନ୍ଧୁ, ଈଶ୍ୱର ହେଉଛନ୍ତି ଆମମାନଙ୍କର ଜୀବନର ନିୟନ୍ତ୍ରଣକର୍ତ୍ତା। ତାହାଙ୍କର ଇଚ୍ଛା ବିହୁନେ କୌଣସି ବିଷୟ ହୋଇ ନପାରେ। ତାହାଙ୍କର ଇଚ୍ଛା ବିହୁନେ ଆମମାନେ ନିଜର ପରବର୍ତ୍ତୀ ପଦକ୍ଷେପକୁ ମଧ୍ୟ ପକାଇ ନପାରୁ। ତାହାଙ୍କର ଇଚ୍ଛା ବିହୁନେ ଆମମାନଙ୍କର କୌଣସି କାର୍ଯ୍ୟ ସାଧିତ ହୋଇ ନପାରେ। ତାହେଲେ ଆମେ କାହା ଉପରେ ନିର୍ଭର କରିବା ଉଚିତ? ଈଶ୍ୱରଙ୍କ ଉପରେ ନା ନିଜର ଶକ୍ତି ଉପରେ ନା ଶୈତାନିକ ଶକ୍ତି ଉପରେ? ହଁ, ଶୈତାନର ଶକ୍ତି ଅଛି, କିନ୍ତୁ ଈଶ୍ୱରଙ୍କର ଶକ୍ତି ସବୁଠାରୁ ମହାନ। ଈଶ୍ୱରଙ୍କର ଶକ୍ତି ହେଉଛି ରକ୍ଷାକାରୀ ଶକ୍ତି, ମାତ୍ର ଶୈତାନର ଶକ୍ତି ହେଉଛି ବିନାଶକାରୀ ଶକ୍ତି, ଧ୍ୱଂସକାରୀ ଶକ୍ତି। କିନ୍ତୁ ଈଶ୍ୱରଙ୍କର ଶକ୍ତି ଆମ୍ଭମାନଙ୍କୁ ଧ୍ୱଂସ ମୁଖରୁ ରକ୍ଷା କରେ, ବିନାଶରୁ ରକ୍ଷା କରେ। ଶୈତାନର କାର୍ଯ୍ୟ ହେଉଛି କେବଳ ବଧ ଓ ବିନାଶ କରିବା,
ମାତ୍ର ଈଶ୍ୱରଙ୍କର କାର୍ଯ୍ୟ ହେଉଛି ଉଦ୍ଧାର କରିବା, ରକ୍ଷା କରିବା। ପ୍ରିୟ ବନ୍ଧୁ, ଈଶ୍ୱର ଯେତେବେଳେ ଆମମାନଙ୍କର ସୃଷ୍ଟିକର୍ତ୍ତା, ଆଜି ଆମମାନେ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଉଚିତ, ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଉଚିତ। ଆଉ ସେଥିପାଇଁ ଆମମାନେ ଈଶ୍ୱରଙ୍କର ଉଦ୍ଧାରର ଯୋଜନା ଉପରେ ମଧ୍ୟ ବିଶ୍ୱାସ କରିବା ଉଚିତ। ଆଉ ଈଶ୍ୱରଙ୍କର ଉଦ୍ଧାରର ଯୋଜନା କ'ଣ? ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆଜି ସେହି ପ୍ରଭୁ ଆମମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ପ୍ରସ୍ତୁତ। ସେ ଆଜି ଅପେକ୍ଷା କରି ବସିଅଛନ୍ତି। ମାତ୍ର ସେ ଚାହାନ୍ତି ଯେପରି ଆମମାନେ ତାହାଙ୍କ ନିକଟକୁ ଫେରିଆସୁ, ତାହାଙ୍କ ଉପରେ ନିର୍ଭର କରୁ, ତାହାଙ୍କଠାରେ ବିଶ୍ୱାସ କରୁ, ଆଉ ତାହାଙ୍କୁ ରାଜା ରୂପେ ଗ୍ରହଣ କରୁ। ତାହେଲେ ସେ ଆମମାନଙ୍କୁ ମହିମାନ୍ୱିତ କରାଇବେ, ସେ ଆମମାନଙ୍କୁ ସୁରକ୍ଷା ଦେବେ, ସେ ଆମମାନଙ୍କର ସମସ୍ତ ଭାର ନେବେ, ସେ ଆମମାନଙ୍କୁ ବିନାଶରୁ ଆମମାନଙ୍କର ଜୀବନକୁ ରକ୍ଷା କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଆଜିର ଅଧ୍ୟୟନରେ ସାଉଲ ଇସ୍ରାଏଲର ପ୍ରଥମ ରାଜାଙ୍କ ମୃତ୍ୟୁ ବିଷୟରେ ଆଲୋଚନା କଲୁ। ସାଉଲ ସତ୍ୟ ଲଙ୍ଘନ କଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ ଓ ଈଶ୍ୱର ପଲଷ୍ଟ୍ରୀୟମାନଙ୍କୁ ତାଙ୍କ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ବ୍ୟବହାର କଲେ। ଗୋଟିଏ ଦିନରେ ସାଉଲ ଓ ତାଙ୍କ ପିଲାମାନେ ମଲେ। ଆମେ ଲକ୍ଷ୍ୟ କଲୁ ଯେ ଈଶ୍ୱରଙ୍କ ବିରୁଦ୍ଧାଚରଣ କାର୍ଯ୍ୟ କରିବାର ଫଳ କ'ଣ ହୁଏ। ଯଦି ଆମେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରୁ, ସେଥିର ପରିଣାମ ଭୟଙ୍କର। ସାଉଲ ରାଜା କହି ଈଶ୍ୱର ତାଙ୍କୁ ଛାଡ଼ି ଦେଇନଥିଲେ। ଈଶ୍ୱରଙ୍କ ଦୃଷ୍ଟିରେ ଆମେ ସମସ୍ତେ ସମାନ ଅଟୁ। ଈଶ୍ୱର ନ୍ୟାୟବାନ ପରମେଶ୍ୱର ଅଟନ୍ତି। ପ୍ରଶ୍ନ ହେଲା, ଆମେ କ'ଣ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନ କାଟୁଛୁ କି? ଈଶ୍ୱର ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେଥିର ସଦ୍ବ୍ୟବହାର କରୁଛୁ କି? ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମ ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ହଁ ପ୍ରଭୁ, ଆଜି ଏକ ଏତେ ସୁନ୍ଦର ବିଷୟ ତୁମେ ଶିକ୍ଷା ଦେଇଅଛ ବୋଲି ତୁମର ମହତ୍ ନାମକୁ ଧନ୍ୟବାଦ ଦେଉଛୁ। ହଁ ପ୍ରଭୁ, ସାଉଲ ରାଜା ଯିଏ ଅବାଧ୍ୟ ଥିଲେ, ହଁ ପ୍ରଭୁ, ତୁମ୍ଭ ବିରୁଦ୍ଧରେ ସେ ଅନେକ ପାପ କରିଥିଲେ, କିନ୍ତୁ ତୁମେ ପ୍ରଭୁ ଦାଉଦ ରାଜା ସାଉଲ ରାଜାଙ୍କୁ ଛାଡ଼ି ଦେଇ ନଥିଲ ପ୍ରଭୁ। ହଁ ପ୍ରଭୁ, ସେଇଭଳି ଭାବରେ ଆମେ ଜଗତରେ ଅନେକ ଗୁଡ଼େ ଅବାଧ୍ୟତା ଜୀବନରେ ପ୍ରଭୁ ଲିପ୍ତ ଅଛୁ। ତୁମେ ପ୍ରଭୁ ତୁମଠାରେ ପ୍ରଭୁ ସେ ନିଜକୁ ସମର୍ପଣ କରୁଅଛୁ। ତୁମେ ଆମ ଅବାଧ୍ୟତାର ଜୀବନକୁ ତୁମେ ପ୍ରଭୁ ବାଧ୍ୟର ଜୀବନରେ ପରିବର୍ତ୍ତନ କର ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ସପା ତୁମେ ଆଶୀର୍ବାଦ କର। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ସି ଲେବିୟ। ଆଜିର ପ୍ରଶ୍ନଟି ହେଉଛି, କିଏ ଜୀବନ ଦେଇପାରିବେ ଓ ନେଇପାରିବେ? ଏ ମନୁଷ୍ୟ, ବି ପାଳକ, ସି ଯାଜକ, ଡି ଈଶ୍ୱର। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताह विजय दर्शक बंधु हेले केन्द्रापड़ारू नयनी नाई।